ବର୍ତ୍ତମାନ ନୂତନ ବର୍ଷର ଆରମ୍ଭ ପାଇଁ ଆଉ କେଇଟା ଦିନ ବାକି ଅଛି। ତେଣୁ ବର୍ଷ ଆରମ୍ଭରେ ନିଜ ଘରେ ବାସ୍ତୁଶାସ୍ତ୍ର ସହିତ ଜଡ଼ିତ କିଛି ଜିନିଷ ଆଣନ୍ତୁ, ଯାହା ଦ୍ୱାରା ଆସନ୍ତା ନୂତନ ବର୍ଷଟି ଶୁଭ ଏବଂ ମଙ୍ଗଳମୟ ହେବ। ବିଶ୍ୱାସ କରାଯାଏ ଯେ ଏହି ଜିନିଷ ଗୁଡ଼ିକ ଘରକୁ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ବର୍ଷ ସାରା ରହିଥାଏ। ଆସନ୍ତୁ ଏହି ସବୁ ବିଷୟରେ ଜାଣିବା। ପାରିଜାତ ଫୁଲ। ପାରିଜାତ ଫୁଲର ଗଛ ସମୁଦ୍ର ମନ୍ଥନରୁ ବାହାରିଥିଲା। ଭଗବାନ ବିଷ୍ଣୁଙ୍କର ପାରିଜାତ ଫୁଲ ବହୁତ ପ୍ରିୟ ଅଟେ। ଯେଉଁ ଘରେ ପାରିଜାତ ଗଛ ଅଛି କିମ୍ବା ପ୍ରଭୁ ବିଷ୍ଣୁଙ୍କୁ ପାରିଜାତ ଫୁଲ ପ୍ରତିଦିନ ଅର୍ପଣ କରାଯାଏ, ସେହି ଘରେ ସବୁବେଳେ ଧନ ସମ୍ପତ୍ତି ଯଶ ରହିଥାଏ। ଅମୃତ କଳସ। ସମୁଦ୍ର ମନ୍ଥନ ବେଳେ ଅମୃତ କଳସ ମଧ୍ୟ ବାହାରିଥିଲା। ଏହାକୁ ପାଇବା ପାଇଁ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଶେଷରେ ଭଗବାନ ଶ୍ରୀ ହରି ମୋହିନୀଙ୍କ ରୂପ ନେଇ ଅମୃତ କଳସକୁ ଅସୁରମାନଙ୍କ ଠାରୁ ରକ୍ଷା କଲେ। ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ପ୍ରତିଦିନ ଅମୃତ କଳସର ପ୍ରତିଷ୍ଠା ହୁଏ, ସେହି ଘରେ କୌଣସି ଦୁଃଖ କିମ୍ବା ଅର୍ଥର ଅଭାବ ରହେ ନାହିଁ। ଉଚ୍ଚ ବେକ ଥିବା ଦୌଡୁଥିବା ଧଳା ଘୋଡ଼ା। ଉଚ୍ଚ ବେକ ଥିବା ଦୌଡୁଥିବା ଏହି ଧଳା ରଙ୍ଗର ଘୋଡ଼ାର ମୂର୍ତ୍ତି କିମ୍ବା ଚିତ୍ର ଘରେ ରଖିବା ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ଘରର ସକାରାତ୍ମକତା ରକ୍ଷା କରେ। ଐରାବତ ହାତୀ। ହାତୀ ମଧ୍ୟରେ ଐରାବତକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଐରାବତ ହାତୀ ଧଳା ରଙ୍ଗର ଏବଂ ଏହା ପ୍ରଭୁ ଇନ୍ଦ୍ରଙ୍କର ଗାଡ଼ି ଅଟେ। ଘରେ ଐରାବତ ହାତୀର ମୂର୍ତ୍ତି ରଖିବା ଦ୍ୱାରା ଶୁଭ ଫଳ, ସୁଖ ଏବଂ ସମୃଦ୍ଧତା ମିଳିଥାଏ। ପଞ୍ଚମୁଖୀ ଶଙ୍ଖ। ସମୁଦ୍ର ମନ୍ଥନରୁ ବାହାରିଥିବା 14ଟି ରତ୍ନ ମଧ୍ୟରେ ପଞ୍ଚମୁଖୀ ଶଙ୍ଖ ମଧ୍ୟ ଅନ୍ତର୍ଭୁକ୍ତ। ଭଗବାନ ବିଷ୍ଣୁ ପଞ୍ଚମୁଖୀ ଶଙ୍ଖ ହାତରେ ଧରିଥାନ୍ତି। ଘର ମନ୍ଦିରରେ ଏହି ଶଙ୍ଖ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳାଫଳ ଦେଇଥାଏ। ଘରେ ସବୁବେଳେ ସୁଖ, ଧନ ଏବଂ ସମୃଦ୍ଧତା ଆଣିଥାଏ। ଧାତୁ କଇଁଚ। ନୂଆ ବର୍ଷ ଆରମ୍ଭ ପୂର୍ବରୁ ଘରକୁ ଏକ ଧାତୁ କଇଁଚ ଆଣନ୍ତୁ। ଏହି କଇଁଚ ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ମୟୂର ପୁଞ୍ଛ। ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରେ ମୟୂର ପୁଞ୍ଛ ମଧ୍ୟ ଆଣିପାରିବେ। ଏହାକୁ ଘରେ ରଖିବା ଦ୍ୱାରା ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ କରିବେ ଏମିତି ଆହୁରି ଭଲ କଥା ଜାଣିବା ପାଇଁ। ଧନ୍ୟବାଦ। ଜୟ ଜଗନ୍ନାଥ।